जय जगन्नाथ। माँ तारिणी। माँ तारिणी हेउछन्ति माँ दुर्गांक अवतार। त्रेतया जुगरे जेतेबेले प्रभु श्रीराम माता सीतांको रक्षा करिबाकु जाइथिले सेतेबेले से रावण सह युद्ध करिबा पूर्वरु माता दुर्गांको पूजार्चना करिथिले। माँ दुर्गा रामंक भक्तिरे सन्तुष्ट होई कहिले, मु तुम आगरे संकट हारिणी माँ तारिणी रूपरे आविर्भाव हेबि, किंतु जदि तुमे मते देखिबाकु चेष्टा करिब मु सेइठी पाषाण होइजिबि। श्रीराम माँक भक्तिरे चरण स्पर्श करिबाकु नई गले ओ उपरकु उठिबा समयरे तांकर आखि खोलीगला ओ माँ दुर्गा सेठारे पाषाण होई पालटि गले। से दिन ठारू माँ दुर्गा तारिणी रूपरे पूजा पाउथिले। ऐतिहासिक तथ्य अनुଯାयी केन्दुझर राजा थिले गोविंद भज। से थिले माँ तारिणीको परम भक्त। से चाहुथिले माँ तारिणीको पुरीरू केन्दुझर आनिबा पई। दिने पुरीर राजा पुरुषोत्तम देव राजा गोविंद भंजଙ୍କୁ पुरीको निमंत्रण कले और से तांको उपरे खुशी होई तांको जय गोविंद भंज उपाधि देले और आठगड़ अंचल दान कले। किंतु गोविंद भंज कहिले, महाराज मते देबाकु चाहुछन्ति जदि कांचीरू आनिथिबा माँ तारिणीको दियंतु। मो माँको मो सह केन्दुझर नेबाकु चाहुछि। राजा पुरुषोत्तम देव कहिले, हे राजन, माँ तारिणी हेउछन्ति पाताली, से निज इच्छारे एठाकु आसिछन्ति, तुमे तांको किपरि नेब? एहा शुणी गोविंद भंज दुखरे जाई माँ तारिणीको प्रार्थना कले। से दिन रातिरे माँ तारिणी राजा पुरुषोत्तम देवଙ୍କ स्वप्नरे आसी कहिले, गोविंद हेउछि मोर परम भक्त, मु ता सह केन्दुझर देवी, तुमे तांको अनुमति दियो। परदिन पुरुषोत्तम देव राजा गोविंद भंजଙ୍କୁ डकाई कहिले, हे राजा, तुमे महान, धन्य तुम जीवन। माँ तारिणी निजे तुम सह केन्दुझर जीवा पई इच्छा करिछन्ति, तेबे तुमे माँଙ୍କୁ नेबार व्यवस्था कर। ଏହା ଶୁଣି ଗୋବିନ୍ଦ ଭଞ୍ଜ ଅତ୍ୟନ୍ତ ଖୁସି ହୋଇଗଲେ, କିନ୍ତୁ ଭାବିଲେ ସେ ମାଆଙ୍କୁ ନେବେ କିପରି। ଏହାର ଉତ୍ତର ପାଇଁ ସେ ମାଆ ତାରିଣୀଙ୍କ ପାଖକୁ ଯାଇ ପୂଜା କରିଲେ। ସେହି ସମୟରେ ମାଆ ଶୂନ୍ୟବାଣୀ କରି କହିଲେ, ଶୁଣ ଗୋବିନ୍ଦ, ମୁଁ ଯେପରି କାଞ୍ଚିରୁ ପୁରୀକୁ ଆସିଲି ସେପରି ତୁମ ସହ କେନ୍ଦୁଝର ଯିବି। ତୁ ଆଗେ ଆଗେ ଯାଉଥିବୁ, ମୁଁ ପଛରେ ଘୋଡ଼ା ଉପରେ ବସି ଆସୁଥିବି, କିନ୍ତୁ ତୁ ପଛକୁ ବୁଲି ମୋତେ ଦେଖିବାକୁ ଚାହିଁବୁ ନାହିଁ, ନଚେତ୍ ମୁଁ ସେଠାରେ ହିଁ ପାଷାଣ ପାଲଟି ଯିବି। ମୋ ପାଉଁଜିର ଶବ୍ଦ ଶୁଣି ଜାଣିବୁ ମୁଁ ତୋ ପଛରେ ଆସୁଛି ବୋଲି। ଏସବୁ ଶୁଣି ଗୋବିନ୍ଦ ଭଞ୍ଜ ପ୍ରସ୍ତୁତ କଲେ ମାଆଙ୍କୁ ନେବା ପାଇଁ। ରାଜା ଆଗରେ ଚାଲୁଥାନ୍ତି ଓ ମାଆ ପଛରେ ଆସୁଥାନ୍ତି। କେନ୍ଦୁଝର ସୀମା ପ୍ରବେଶ ପରେ ବାଟରେ ଗୋଟିଏ ବିରାଟ ଶାଳବଣ ପଡ଼େ। ସେଠାରେ ମାଆ ରାଜାଙ୍କୁ ପରୀକ୍ଷା କରନ୍ତି ଆଉ ପାଉଁଜିର ଶବ୍ଦ ବନ୍ଦ କରିଦିଅନ୍ତି। ରାଜା ମାଆଙ୍କ ପାଉଁଜି ଶବ୍ଦ ନ ଶୁଣି ବ୍ୟସ୍ତ ହୋଇପଡ଼ିଲେ ଓ ସେ ନିଜକୁ ଅଟକାଇ ପାରିଲେ ନାହିଁ। ସେ ପଛକୁ ବୁଲି ଚାହିଁଦେଲେ। ମାଆ ତାରିଣୀ ସେହି ଶାଳବଣ ମଧ୍ୟରେ ହିଁ ପାଥର ବା ପାଷାଣ ପାଲଟି ଗଲେ। ମାଆ ଶୂନ୍ୟବାଣୀ କରି କହିଲେ, ରାଜା, ତୁ ମୋର ମାୟାକୁ ବୁଝି ନ ପାରି ପଛକୁ ଚାହିଁଲୁ, ଆଜିଠୁ ମୋତେ ଏହି ଶାଳବଣ ମୂଳରେ ହିଁ ପୂଜା କରିବୁ। ସେହିଦିନ ଠାରୁ ମାଆ ତାରିଣୀ ଶାଳବଣ ମଧ୍ୟରେ ରହି ପୂଜା ପାଉଛି ଓ ଜଗତର କଲ୍ୟାଣ କରୁଛି। ସେହି ଶାଳବଣ ଜଙ୍ଗଲ ଭିତରେ ମାଆ ତାରିଣୀଙ୍କୁ କୌଣସି ବ୍ରାହ୍ମଣ ନୁହେଁ ବରଂ ଆଦିବାସୀ ସମ୍ପ୍ରଦାୟ ଲୋକ ପୂଜା କରୁଥିଲେ। କିନ୍ତୁ ଯେତେବେଳେ ସେମାନଙ୍କ ଘରେ କେହି ମୃତ୍ୟୁବରଣ କରୁଥିଲା କିମ୍ବା ଜନ୍ମ ନେଉଥିଲା, ମାଆଙ୍କ ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହେଉଥିଲା। ଘନ ଜଙ୍ଗଲରେ ମାଆଙ୍କ ପୂଜା ପାଇଁ କେହି ନଥିବାରୁ ରାଜା ମଧ୍ୟ ଚିନ୍ତିତ ହେଉଥିଲେ। ମାଆ ଭକ୍ତଙ୍କ କଷ୍ଟ ବୁଝିପାରି ରାଜାଙ୍କୁ ଆଦେଶ ଦେଲେ ଯେ ଗୋଟିଏ ମାଟି ଘଟରେ ଗୋଘୃତ ପୂର୍ଣ୍ଣ କରି ମୋ ଆସ୍ଥା ନିକଟରେ ଥିବା କୁସୁମ ଡାଳରେ ବାନ୍ଧିଦିଅ। ଦେହୁରୀମାନେ ପୂଜା ଶେଷରେ ପ୍ରତିଦିନ ପୂଜାର ପାଣିକୁ ସେହି ଘଟରେ ଛିଞ୍ଚନ କରିବେ ଆଉ ଅଶୌଚ ସମୟରେ ସେହି ଘଟରୁ ଟିକେ ଘିଅ ନେଇ ପାନ କରିବେ ଆଉ ଟିକେ ଦୁବଘାସର ଦେଇ ମୁଣ୍ଡରେ ଛିଞ୍ଚି ଦେବେ। ଏହାଦ୍ୱାରା ସେମାନେ ଅଶୌଚରୁ ମୁକ୍ତ ହୋଇଯିବେ ଓ ମୋର ପୂଜା କରିପାରିବେ। ରାଜା ସେପରି କଲେ। ସେହି ଦିନଠାରୁ ମାଆଙ୍କ ପାଖରେ ଘିଅ ଘଟ ବନ୍ଧାଯିବାରୁ ସେହି ସ୍ଥାନର ନାମ ହେଲା ଘଟଗାଁ। ପ୍ରାୟତଃ ଘଟଗାଁ ତାରିଣୀ ବୋଲି ଲୋକେ କୁହନ୍ତି। ମାଆ ତାରିଣୀଙ୍କ ପ୍ରିୟ ଭୋଗ ହେଲା ନଡ଼ିଆ, ତେଣୁ ମାଆ ତାରିଣୀଙ୍କୁ ନଡ଼ିଆ ରାଣୀ ବୋଲି କୁହାଯାଏ ଓ ବାହନ ହେଲା ଘୋଡ଼ା। ମାଆଙ୍କ ପାଖକୁ କେହି ଯାଇ ନ ପାରିଲେ ବି ନଡ଼ିଆଟିଏ ପଠାଇଦେଲେ ମାଆଙ୍କ ପାଖରେ ପହଞ୍ଚିଯାଏ। ମାଆ ତାରିଣୀ ସେହି ଦିନଠାରୁ ଶାଳବଣ ଭିତରେ ଘଟଗାଁରେ ରହି ପୂଜା ପାଉଛନ୍ତି ଓ ଜଗତର ମଙ୍ଗଳ କରୁଛନ୍ତି।